ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା। ଶୁକ୍ରବାର ସନ୍ଧ୍ୟାରେ ପୂର୍ବବର୍ଷମାନଙ୍କ ପରି ଘାରୁଛି କାଳିଆ ନିଶା ସଙ୍ଗୀତ ଅନୁଷ୍ଠାନ ତରଫରୁ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ମା ଦକ୍ଷିଣକାଳୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍ଘାଟକ ରୂପେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସଙ୍ଗୀତ ଗୁରୁ ପ୍ରଭାତ କୁମାର ଦାସ, କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ଜୟଶ୍ରୀ ଦେବୀ, ଆଶୁତୋଷ ମିଶ୍ର, ଲକ୍ଷ୍ମଣ କୁମାର ଖଟେଇ, ବିଷ୍ଣୁପ୍ରିୟା ବେହେରା, ସୁଚିସ୍ମିତା ଦୋରା, ମାଧବ ଚନ୍ଦ୍ର ଡାକୁଆ, ଶ୍ୱେତପଦ୍ମା ସ୍ୱାଇଁ, ଚିନ୍ମୟ ବେହେରା, ପ୍ରତାପ ଆଚାର୍ଯ୍ୟ, ରାଜେନ ସିଂ ପ୍ରଭୃତି ସେମାନଙ୍କ ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ। ମାନ୍ୟଗଣ୍ୟ ବ୍ୟକ୍ତି, ସୁନାମଧନ୍ୟ ନାଟ୍ୟକାର, ସଙ୍ଗୀତ ନିର୍ଦ୍ଦେଶକ, ସାହିତ୍ୟିକ, ଗବେଷକ ପ୍ରଭୃତି ଅନୁଷ୍ଠାନ ଆୟୋଜିତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ବହୁ ସମୟ ଧରି କଳାକାରମାନଙ୍କୁ ଉତ୍ସାହିତ କରିଥିବାରୁ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ଲକ୍ଷ୍ମଣ କୁମାର ଖଟେଇ ଶ୍ରୋତାମାନଙ୍କୁ ଧନ୍ୟବାଦ ଦେଇଥିଲେ। ଶେଷରେ ସୁରଗନ୍ଧର୍ବ ନବକିଶୋର ମିଶ୍ର ସମସ୍ତ କଳାକାରମାନଙ୍କୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ କାମନା କରିଥିଲେ। ସୂର୍ଯ୍ୟନାରାୟଣ ଭୂୟାଁ ବାଦ୍ୟଯନ୍ତ୍ରରେ ସାହାଯ୍ୟ କରିଥିବା ବେଳେ ପୀତବାସ କଳସ ଓ ଗୋପୀନାଥ ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।